ସବୁବେଳେ ଏହି ଛଅଟି କଥା ମନେ ରଖନ୍ତୁ। ମା ଆଗରେ କେବେ କହିବନି ସ୍ତ୍ରୀର ଦୁର୍ଗୁଣ କଥା। ବାପା ଆଗରେ କହିବନି କେବେ ନିଜ ପରାଜୟ କଥା। ଭାଇ ଆଗରେ କହିବନି କେବେ ମା ବାପା କେତେ ଭଲ ପାଉଛନ୍ତି ମୋତେ। ସମାଜ ଆଗରେ କହିବନି କେବେ ଅଭାବରେ ଅଛ ବୋଲି। ପଡ଼ୋଶୀ ଆଗରେ ନିଜ ଘରର ଗୁମର କଥା କେବେ କହିବ ନାହିଁ। କେତେ ଧନବଳ ତୁମ ପାଖରେ ଅଛି କେବେ ବି ବନ୍ଧୁଙ୍କୁ କହିବ ନାହିଁ। ଯଦି ଗରିବ ଲୋକଟି ଭୂମିରେ ବସିଯାଏ ତେବେ ତାହା ତାଙ୍କର ଅସହାୟତା, ଏବଂ ଯଦି ଧନୀ ଲୋକଟି ବସିଯାଏ ତେବେ ତାହା ତାଙ୍କର ମହାନତା। ଏହି ମାନସିକତା ମାନବତାକୁ ପଛକୁ ଟାଣି ନେଉଛି। ଜଣେ ମଣିଷ କେବଳ ଜଣେ ମଣିଷ, ସେ କେବେ ଗରିବ କିମ୍ବା ଧନୀ ନୁହନ୍ତି। ଜଣେ ମହାନ ବ୍ୟକ୍ତି ହେଉଛନ୍ତି ସିଏ ଯିଏ ତାଙ୍କ ଚାରିପାଖରେ ଥିବା ବ୍ୟକ୍ତିଙ୍କୁ କେବେ ଛୋଟ ଅନୁଭବ କରିବାକୁ ଦିଅନ୍ତି ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଯାହା ବି କରୁଛ କର, ନିଜ ପାଇଁ ଖାଅ, ଭଲ ପୋଷାକ ପିନ୍ଧ, ଦାନ କର, ଜୀବନର ଲକ୍ଷ୍ୟ ବି ରଖ। ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ। ଆଉ ଗୋଟିଏ କଥା ମନେ ରଖ, ତୁମେ ପୃଥିବୀରେ ଅତିଥି, ମାଲିକ ନୁହେଁ। ସବୁବେଳେ ଏହି ଛଅଟି କଥା ମନେ ରଖନ୍ତୁ। ମା ଆଗରେ କେବେ କହିବନି ସ୍ତ୍ରୀର ଦୁର୍ଗୁଣ କଥା। ବାପା ଆଗରେ କହିବନି କେବେ ନିଜ ପରାଜୟ କଥା। ଭାଇ ଆଗରେ କହିବନି କେବେ ମା ବାପା କେତେ ଭଲ ପାଉଛନ୍ତି ମୋତେ। ସମାଜ ଆଗରେ କହିବନି କେବେ ଅଭାବରେ ଅଛ ବୋଲି। ପଡ଼ୋଶୀ ଆଗରେ ନିଜ ଘରର ଗୁମର କଥା କେବେ କହିବ ନାହିଁ। କେତେ ଧନବଳ ତୁମ ପାଖରେ ଅଛି କେବେ ବି ବନ୍ଧୁଙ୍କୁ କହିବ ନାହିଁ। ଯଦି ଗରିବ ଲୋକଟି ଭୂମିରେ ବସିଯାଏ ତେବେ ତାହା ତାଙ୍କର ଅସହାୟତା, ଏବଂ ଯଦି ଧନୀ ଲୋକଟି ବସିଯାଏ ତେବେ ତାହା ତାଙ୍କର ମହାନତା। ଏହି ମାନସିକତା ମାନବତାକୁ ପଛକୁ ଟାଣି ନେଉଛି। ଜଣେ ମଣିଷ କେବଳ ଜଣେ ମଣିଷ, ସେ କେବେ ଗରିବ କିମ୍ବା ଧନୀ ନୁହନ୍ତି। ଜଣେ ମହାନ ବ୍ୟକ୍ତି ହେଉଛନ୍ତି ସିଏ ଯିଏ ତାଙ୍କ ଚାରିପାଖରେ ଥିବା ବ୍ୟକ୍ତିଙ୍କୁ କେବେ ଛୋଟ ଅନୁଭବ କରିବାକୁ ଦିଅନ୍ତି ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଯାହା ବି କରୁଛ କର, ନିଜ ପାଇଁ ଖାଅ, ଭଲ ପୋଷାକ ପିନ୍ଧ, ଦାନ କର, ଜୀବନର ଲକ୍ଷ୍ୟ ବି ରଖ। ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ। ଆଉ ଗୋଟିଏ କଥା ମନେ ରଖ, ତୁମେ ପୃଥିବୀରେ ଅତିଥି, ମାଲିକ ନୁହେଁ।